କଲ୍ୟାଣ ସିଂହପୁର ବ୍ଲକରେ ସେମିତି ହେଇଛି ଆଜ୍ଞା। କଲ୍ୟାଣ ସିଂହପୁର ବ୍ଲକ ହଁ ପଞ୍ଚାୟତ ପଞ୍ଚାୟତ ଶିକର ପାଏ ଗାଁର ନାଁ କଞ୍ଜାଙ୍ଗଡି। କଞ୍ଜାଙ୍ଗଡୁଡି। ହଁ ଆଜ୍ଞା। ତ କେତେ ପରିବାର ସେଠି ସେମିତି ହେଇଛି? 3 ପରିବାର ଆଜ୍ଞା। ସେଇଠି ଟୋଟାଲି କେତେ ଲୋକ ଅଛନ୍ତି, କେତେ ପରିବାର ସେ ଗାଁ ରେ ଅଛନ୍ତି କମ ସେ କମ? 15 ଜଣ, 3 ଘର ଲୋକମାନଙ୍କ 15 ଜଣ ଅଛନ୍ତି। ନାଇଁ ନାଇଁ ଟୋଟାଲି ଗାଁରେ ପପୁଲେସନ କେତେ ଅଛି? ହଁ ତାଙ୍କେ ମିନିମମ 35 ଖଣ୍ଡେ ହବ ଆଜ୍ଞା, 35 ଏମିତି ହବ। ଆଚ୍ଛା ସେଠି କେବେ ଭାଙ୍ଗି ଦେଇଛନ୍ତି? ଏଇଟା 1 ତାରିଖର ଘଟଣା ଆଜ୍ଞା। ତାପରେ ପୋଲିସ ଷ୍ଟେସନରେ ଯାଇକି ଜଣେଇଲେ? ହଁ ଜଣେଇଲେ। ପୋଲିସ କଣ କହିଲେ? ପୋଲିସ ଯାଇକରି କଣ ସେ ମାନେ ଘର ନ ଦେଖିକରି ଏମାନଙ୍କୁ ପ୍ରଥମରେ ଗାଁ ଲୋକ ମାନଙ୍କର ମିଟିଂ କରିକି କହିଲେ ଯେ ତମେ ଗାଁର ଲୋକମାନଙ୍କର କଥା ମାନିନ, ସେଥିପାଇଁ ସେମିତି କରୁଛନ୍ତି, ଘର ଭାଙ୍ଗିଛନ୍ତି ବୋଲି ସେମାନଙ୍କୁ ଉଲ୍ଟା ଆମର ଭାଇ ମାନଙ୍କୁ ଗାଲି କରୁଛନ୍ତି। ତମେ ଯୋଉ ଜାଗାରେ ସୁସ୍ଥ ମାନେ ଭଲ ହେବ ତାକୁ ଆଗ ବିଶ୍ୱାସ କଲେ ହେବ କି? ଆଉ ଯୋଉ ଡାକ୍ତର ପାଖରେ ତୁମେ ଭଲ ହେବ ସେ ଡାକ୍ତର ତମେ ଭଲ ହେଲେ ମାନେ ସେ ଜାଗାକୁ ବିଶ୍ୱାସ କଲେ ହେବ କି? ଯୋଉ ଜାଗାରେ ତମେ ଆରମ୍ଭର ଅଛ ତମେ ଆଦିବାସୀ ରୀତି ଅନୁସାରେ ସେ ଅନୁସାରେ ଚାଲିବ ବୋଲି କରି ସେମାନଙ୍କୁ କହିଲେ ଆମର ଭାଇ ମାନଙ୍କୁ ଖ୍ରୀଷ୍ଟିୟାନ ଲୋକମାନେ। ଆକ୍ଚୁଆଲି ଖ୍ରୀଷ୍ଟିୟାନ ଲୋକମାନେ କେମିତି ଖ୍ରୀଷ୍ଟିୟାନ ଧର୍ମକୁ ଗଲେ? ସେମାନେ ଆମର ସେ ନିଜ ଆମ ମାମୁଁକା ହେବ। କଣ କାରଣ ସେ ଥିଲା କଣ? ଆଗରେ ଆମକୁ ଘୃଣା କରୁଥିଲେ ଆଜ୍ଞା। ହଁ ହଁ ହଁ। ଆମକୁ ବେଶୀ ତାଳନ କରିବାର ଆହୁରି ମୁଁ ତାଙ୍କର ଭଣଜା ହେବି। ହଁ ହଁ ହଁ। ହେଲେ ମତେ ବି ଘରେ ପ୍ରବେଶ କରିବାର ଆମକୁ ଦେଇ ନଥିଲେ ତାଙ୍କ ଘରେ। ହୁଁ ହୁଁ ହୁଁ। ହଁ ଆଉ ଆମର ଆପଣ ଖ୍ରୀଷ୍ଟିୟାନ ବୋଲି ସେ ଆପଣଙ୍କୁ ହଁ ଦଉନଥିଲେ? ହଁ ମୋର ଭଣଜା ଖ୍ରୀଷ୍ଟାନ ବୋଲିକି ତାଙ୍କର ମୋର ମା ହେଲା ତାଙ୍କର ନିଜ ନାନୀ ଏକା। ହଁ ହଁ ଏବେ ହଁ ତାଙ୍କେ ପ୍ରଭୁଙ୍କୁ ଗ୍ରହଣ କଲେ? ହଁ ଏବେ ତାଙ୍କେ ମାନେ ବିମାର ହେଇଗଲେ, ମାନେ ରୋଗ ଆସିଲେ ଏମିତି କଣ କି ତାଙ୍କୁ ଗୁଣିଆ କରିଲେ ଲୋକ ଗୁଣିଆ କରିବାରୁ ତାଙ୍କେ ଇଆଡେ ଓହୋ ସିଆଡେ ମାନେ ଅନେକ ଜାଗାରେ ମାନତ କଲେ, ଗୁରୁ ଗୁଣିଆ ପାଖରେ ଗଲେ ଫିର ବି ତାଙ୍କେ ସୁସ୍ଥ ହେଲା ନାହିଁ। ହୁଁ ହୁଁ ସେଥିପାଇଁ ତାଙ୍କେ ଆହୁରି ନାଇଁ ଆମର ଭଣଜା ପାଖକୁ ଯିବା, ଆଉ ତାଙ୍କେ ଆମକୁ ଗାଲି କରୁଥିଲେ ମଧ୍ୟ ଆମେ କ୍ଷମା ମାଗି କରି ଆମେ ଯେମିତି ହେଲେ ବି ଆଉ କ୍ଷମା ମାଗିବା, ତାପରେ ଆମେ ଯେମିତି ହେଲେ ବି ଆମେ ସୁସ୍ଥତା ପାଇବାକୁ ପଡିବ, ନହେଲେ ଆମେ କୋଉଟା ହେଲେ ହେଇଯିବ ବୋଲି କରି ତାଙ୍କେ ଆସିକରି କହିଲେ, ଆମକୁ କହିବାରୁ ଆମେ ଠିକ ଅଛି ତମେ ଆସ ରବିବାର ପ୍ରାର୍ଥନା ଆସ ବୋଲିକି ଆମେ ତାଙ୍କ ମାନଙ୍କୁ ଯାହା ପ୍ରାର୍ଥନା କଲୁ ହଁ ତାଙ୍କର ହଁ ରବିବାର ଆସିଲେ ତାଙ୍କ ସୁସ୍ଥତା ହେଲେ ଆଜ୍ଞା। ହଁ ହଁ ପ୍ରାର୍ଥନା କଲାରୁ ସୁସ୍ଥ ହେଲେ? ହଁ ସୁସ୍ଥ ହେଲେ ଆଉ ସୁସ୍ଥ ହେଲା ପରେ ସେ ଚର୍ଚ୍ଚା ଯିବାକୁ ଆରମ୍ଭ କଲେ? ହଁ ଆରମ୍ଭ କଲେ। ଆଉ ମେଡିକାଲ ମଧ୍ୟରେ ଯାଇଥିଲେ, ମେଡିକାଲ ମଧ୍ୟରେ ଯାଇଥିଲେ ତାଙ୍କର ମେଡିକାଲ ର ତାଙ୍କର ପୂର୍ବ ରହିଛି ତାଙ୍କ ପାଖରେ ହଁ ହଁ ସେଟା ଯୋଉଟା କି ତାଙ୍କର କିଡନୀ ଖରାପ ହେଇଯାଇଥିଲା। ମେଡିକାଲ ପ୍ରୁଫ୍ ବି ଅଛି ନାଇଁ କି? ହଁ ମେଡିକାଲ ପ୍ରୁଫ୍ ବି ଅଛି, ତାଙ୍କର ହାର୍ଟ ଯୋଉଟା କି ପୁସ୍ ବୋଲି କହିବେ ସେଟା ବି ଡାକ୍ତର ବି କହିଲେ ତମେ ଆଉ କିଛି କରୁନାହିଁ, ତମେ ଘରେ ଯାଇକରି ରୁହ, ଆଉ ତମର ବେଶୀ ମାନେ କିଡନୀ ଟା ଖରାପ ହେଇଯାଇଛି ବୋଲି କହିବାରୁ ବହୁତ ଦୁଃଖ କଲୁଆରୁ ଆଉ ପ୍ରାର୍ଥନାରେ ସେମାନେ ରହିଲେ ଆଜ୍ଞା। ପ୍ରାର୍ଥନା ଲାଷ୍ଟ ଅପସନ ଆଉ କିଛି ଉପାୟ ନଥିଲା, ପ୍ରାର୍ଥନା ହଁ ପ୍ରାର୍ଥନାରେ ପ୍ରାର୍ଥନାର ପୁରା ସେମାନେ ତାଙ୍କର ସ୍ତ୍ରୀ ତାଙ୍କର ସ୍ଵାମୀ ପାଇଁ ବହୁତ ଉପବାସ କରିକି ମାନେ ପ୍ରାର୍ଥନା କରିକି ତାଙ୍କ ପାଇଁ ପ୍ରାର୍ଥନା କଲେ। ତାପରେ ସିଏ ବର୍ତ୍ତମାନ ଭଲ ଅଛନ୍ତି, ପୁରା ଠିକ ଅଛନ୍ତି? ହଁ ଏବେ ବର୍ତ୍ତମାନ ଠିକ ଅଛନ୍ତି ଆଜ୍ଞା, ଏବେ ବହୁତ ଭଲ ଅଛନ୍ତି। ଆଗରେ ମୁଁ ସେ ଭିଡିଓ ବି ଆପଣ ମାନଙ୍କୁ ଯୋଉଟା କି ଆଗରେ ଯୋଉ ଫଟୋ ଗୁଡାକ ଅଛି ଆପଣ ସେଇଟା ମଧ୍ୟ ସେଣ୍ଡ କରିବି, ସେ ପାଗଳ ହେଇଯାଇଥିଲେ ମାନେ ଠେଙ୍ଗିଆ ଧରିକି ହାତୀ ଧରିକି ବୁଲିବାର। ହୁଁ ହୁଁ ହୁଁ। ହଁ ସେମିତି ହେଇଥିଲେ, ସେ ଏବେ ପ୍ରଭୁ ତାହାକୁ ସୁସ୍ଥ କଲେ, ବହୁତ ଭଲ ବହୁତ ବଢିଆ ଏବେ ହେଇଛି ଏବେ।
ସେ ସୁସ୍ଥ ହେଲା ପରେ ପ୍ରାର୍ଥନା ଉପାସନା ଯିବା ଦ୍ୱାରା ଗାଁ ଲୋକମାନେ ତାଙ୍କର ଘର ଭାଙ୍ଗି ଦେଇଛନ୍ତି, ଏଇଠି ରୁହ ନାହିଁ ବୋଲି କହୁଛନ୍ତି। ହଁ ଏମିତି ତମେ ଖ୍ରୀଷ୍ଟିଆନ ହେଲ, ତମେ ଏବେ ତ ଭଲ ହେଇଗଲ, କାହିଁକି ଆଉ ତମେ ଖ୍ରୀଷ୍ଟିଆନ ଧର୍ମ ତମେ କରୁଛ, ଯୀଶୁଙ୍କ ବିଶ୍ୱାସ କରୁଛ, କର ନାହିଁ, ତମେ ଆହୁରି ଆମର ସାଙ୍ଗରେ ରହିଯାଅ। ତମେ ସେ ଗାଁର ମୁଖ୍ୟ ଲୋକ ଆଜ୍ଞା, ସେ ଶାନ୍ତା ଲୋକ ହେବ, ଗାଁରେ ଶାନ୍ତ ଲୋକ ହେବ ସେ। ହେଲେ ତୁମେ ରହିଯାଅ, ଆଉ କାହିଁକି ତୁମେ ତ ଭଲ ହେଇଗଲ, ମିଶି ଯାଅ ଆମ ସାଙ୍ଗରେ, ଆମ୍ବ ପାଣି ଗାଧି କରି ବୋଲି କରି ତାକୁ ରିକ୍ୱେଷ୍ଟ କରୁଛନ୍ତି। ମାନେ ଆମ୍ବ ପାଣି ଗାଧେଇକି ବୋଲି କଣ ସେଇଟା? ସେଟା ଆମ୍ବ ପାଣି ବୋଲେ ସେ ଯୋଉ ଆମ୍ବ ଗଛର ଯୋଉ ଚୋପା ନାଇଁ କି ଆଜ୍ଞା, ହଁ 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 ସେଟାକୁ କାଢିକି ସେଟା ଇଏ କରିକି ମାନେ ଆଉ କଣ କରିବେ, ପାଣିରେ ମିଶେଇ ଦେଇକରି ସେଟା ସମସ୍ତେ ଗାଧେଇବେ। କଣ ପାଇଁ ସେଟା ଗାଧେଇଲେ କଣ ହବ? ଏଇଟା ଯୋଉ ତାଙ୍କର ଆଦିବାସୀର ରୀତିନୀତି ଅନୁସାରେ ତାଙ୍କ ପରମ୍ପରାରେ ରହିଛି, ଯୋଉଟା କି ଆମର ଆଦିବାସୀ ଅନୁସାରେ ସେଟା କଲେ ଯୋଉ ଜାଗାରେ ଖ୍ରୀଷ୍ଟିଆନ ହେଇଥିଲେ ଆହୁରି ସେଟା ହିନ୍ଦୁ ଜାଗାରେ ମିଶେଇବା ମୁଁ ରୀତିନୀତି ତାଙ୍କର। ବୁଝିଲି। ମାନେ କିଛି ଦିନ ପାଇଁ ଏମାନେ ଖ୍ରୀଷ୍ଟିଆନ ଚର୍ଚ୍ଚ କୁ ଯାଇଥିଲେ, ସେଥିପାଇଁ ସେମାନେ ହଁ ହଁ ସେଠି ଅପବିତ୍ର ହେଇଥିଲେ, ହଁ ମାରା ହେଇଥିଲେ। ଅପବିତ୍ର ହେଇଥିଲେ। ହଁ ସେଥିପାଇଁ ଆମ୍ବ ପାଣି ଗାଧେଇକିରି ହଁ ମିଶେଇବା ପାଇଁ। ଆଉଥରେ ଆମଠି ମିଶ ବୋଲି କହୁଛନ୍ତି। ହଁ ସେମିତି କହୁଛନ୍ତି ଆଚ୍ଛା ସେମିତି। ହେଲେ ଏବେ ତାଙ୍କ ତିନି ପରିବାର ବୋଲେ ତାଙ୍କର ପୁତ୍ର ମାନେ ବି, ଆମର ବାପା ତ ବଡ ବାପା ତ ପ୍ରଭୁଙ୍କୁ ପାଇଲେ, ଆମେ ପ୍ରଭୁଙ୍କୁ ବିଶ୍ୱାସ କରିବା ବୋଲି ତାଙ୍କର ପୁତ୍ର ମାନେ ବି ବାହାରିଲେ, ଆଉ ତାଙ୍କେ ହେଇକି ତିନି ପରିବାର ଅଛନ୍ତି। ହୁଁ। ହଁ ସେମିତି। ଏବେ କଣ ପରିସ୍ଥିତି ଅଛି ବର୍ତ୍ତମାନ? ସେମାନେ କେମିତି ଅଛନ୍ତି? ଉପର ଛପର ତ ନାହିଁ, ଛପର ଆମେ ଦେଖୁଛୁ ସେଇଟା ପୁରା କାଢି ଦେଇଛନ୍ତି। ସେମାନେ ହଁ କୋଉ ଜାଗାରେ ଅଛନ୍ତି? ଏବେ ମୁଁ ସେଟା ଆପଣଙ୍କୁ କହିଲେ ପରା ଆଜ୍ଞା, ଯୋଉ ଜାଗା ତାଙ୍କେ ଘର ଆଗରେ ତିଆରି କରୁଥିଲେ, ସେ ମାଟି ଲିପିଥିଲେ, ସେ ମାରଧା ଇଏ କରିକି ତାଙ୍କେ ସେଠି ଭିତରେ ଅଛନ୍ତି ଆଜ୍ଞା, ସବୁ ତ କାଢି ଦେଇଛନ୍ତି। ସେଟା ଯେ ମାରଦା ମାନେ ଯୋଉ ଆଦିବାସୀ, ଆଜବେଷ୍ଟ ତଳେ ଯୋଉଟା ମାଟିରେ ଲିପା ହେଇଥାଉଛି, ହଁ ସେଇଟା ସେମାନଙ୍କ କାଠ ଆଶ୍ରୟ ଅଛି। ମାନେ ବଡ ବର୍ଷା ହେଲେ ସେଇଟା ବି ଓଦା ହେଇଯିବ। ସେଟା ବି ନଷ୍ଟ ହେଇଯିବ ସେଇଟା। ସେମିତି। ପୋଲିସ କହୁଛନ୍ତି ଯେ ତମେ ତ ସୁସ୍ଥ ହେଇଗଲ, ତମେ ଆଉଥରେ ହଁ ତାଙ୍କଠାରେ ମିଶ। ଗାଁ ଲୋକ ବି କହୁଛନ୍ତି ତମେ ତ ସୁସ୍ଥ ହେଇଗଲ, ଆଉଥରେ ଆମଠି ମିଶ ବୋଲି କହୁଛନ୍ତି। ହଁ ତମେ ତ ଭଲ ହେଇଗଲ, ତମେ ଯୀଶୁଙ୍କ ପାଖକୁ ଗଲ ବୋଲି, ସେ ସୁସ୍ଥ କରିଦେଲ ବୋଲି ତାକୁ ପେଶାବା କଲେ ହେଇଯିବ କି ବୋଲିକି ତାକୁ କହୁଛନ୍ତି କଣ। ହଁ ମାନେ ଯେମିତି କି ଆମର ଚୀନ ର ଲୋକମାନେ କରୋନା ରୋଗ ଭଲ ହେଲା ଲୋକମାନଙ୍କ ସହିତ, ଲୋକମାନଙ୍କୁ କହିବେ ଆଉ ଥରେ ଭଲ ତ ହେଲ, ଏବେ ଆମଠାରୁ ଆଉ ଥରେ ମିଶ ବୋଇଲା ଭଳିଆ। ହଁ ସେମିତି ଆଚ୍ଛା। ହଉଛି। ବହୁତ ପିଲାମାନେ ବହୁତ ଅଛନ୍ତି, ଛୋଟ ଛୋଟ ପିଲାମାନେ ନିଶ୍ଚୟ ଆଜ୍ଞା। ଏଇ ବିଷୟକୁ ନେଇକି ଲୋକମାନଙ୍କୁ ଆମେ ନିଶ୍ଚୟ ଜଣେଇବା ଯେ ପ୍ରାର୍ଥନା ନିହାତି କରନ୍ତୁ। ଆପଣଙ୍କର ତ ନିଜେ ଆପଣ ସାକ୍ଷୀ ଅଟନ୍ତି, ଯେମିତି ଶିକପାଇର ଗାଁ ହଁ ଆଜ୍ଞା। କେମିତି ପ୍ରଭୁ ଆଶୀର୍ବାଦ କଲେ। ପ୍ରଭୁଙ୍କ ଠାରେ ଅସମ୍ଭବ କିଛି ନାହିଁ, ସେ ଆଶ୍ଚର୍ଯ୍ୟ ଭାବରେ ସେ ତିନି ସବୁ କାମ ପରିବାରକୁ ଆଶୀର୍ବାଦ କରିବେ। ଆଉ ଆଜ୍ଞା ଆପଣ ଆଜ୍ଞା ମାନେ ସେମାନଙ୍କୁ ଟିକେ ସାହାଯ୍ୟ କରନ୍ତୁ। ଆମେ ଆଜ୍ଞା ଯଦି ସମୟ ହବ ବୋଲେ ନିଶ୍ଚୟ ଆସିବୁ ହଁ ସେଇ ଆଜ୍ଞା ଜାଗାକୁ। ହଁ କିନ୍ତୁ ଆଜ୍ଞା ପୋଲିସ ଭାଇ ମାନେ ଯୋଉ କହୁଛନ୍ତି ସେଇଟା ବିଲକୁଲ ଭୁଲ କଥା, ଯେ ହଁ ସେଟା ଗାଁ ବହୁତ ଲୋକମାନଙ୍କୁ ତମେ ମାନୁନ, ସେଥିପାଇଁ ସେମାନେ ତାଡନା କରୁଛନ୍ତି। ମାନେ ଏଇଟା ଗୋଟେ ରାଇଟ, ଯୋଉଟା କି ଆମର ସମ୍ବିଧାନର ଅଧିକାର ଅଛି। ହଁ ଯେ ଆଜ୍ଞା କୌଣସି ଲୋକ ଏବେ ଗୋଟେ ଘରେ ବି ଯଦି ଟୋଟାଲ ସେଇଟା ଗୋଟେ ହିନ୍ଦୁ ପରିବାର ହେଇଥିଲେ ବି, ସେ ଘରର ଜଣେ ବ୍ୟକ୍ତି ବି ଯଦି ହଁ ପ୍ରଭୁଙ୍କୁ ବିଶ୍ୱାସ କରୁଛି, ପ୍ରାର୍ଥନା କରୁଛି, ତାକୁ କିଏ ମନା କରିପାରିବନି। ହଁ ଆଜ୍ଞା କିନ୍ତୁ ସେଠି ସେମାନେ ଯଦି ମନା କରୁଛନ୍ତି, ସେଇଟାକୁ ପୋଲିସ ବି ସେମାନଙ୍କୁ ସପୋର୍ଟ କରୁଛି। ଏଇଟା ତ ହଁ ଆମେ ହଁ ଭଲ ଭାବରେ ବୁଝିପାରୁଛୁ। ହଁ କିନ୍ତୁ ଆଜ୍ଞା ଏଇ କଥାକୁ ଆମେ ଲୋକମାନଙ୍କ ପାଖକୁ ପହଞ୍ଚେଇବା, କେମିତି ଲୋକମାନେ ପ୍ରାର୍ଥନା କରିପାରିବେ। ଆଉ ହୁଁ ଏମିତି ହେବା ଦ୍ଵାରା ଉପରକୁ ଯାଇ ସେଇଟା ନିଶ୍ଚୟ ବଡ ଅଧିକାରୀ ମାନଙ୍କ ପାଖକୁ ବି ଏ ବିଷୟ ଯଦି ପହଞ୍ଚିବ, ନିଶ୍ଚୟ ହଁ ତାଙ୍କ ଜୀବନରେ ମଧ୍ୟ ପ୍ରଭୁ ହୁଏତ କାର୍ଯ୍ୟ କରିପାରନ୍ତି। କିନ୍ତୁ ଏଇଟା ଗୋଟେ ଧୈର୍ଯ୍ୟର ସହିତ ଆମେ ଗ୍ରହଣ କରିବା ଦରକାର କି ଆପଣ ତ ଜାଣିଛନ୍ତି ମୁଁ କଣ କହିବି। ହଁ ସେମାନଙ୍କୁ ହତାଶ ନିରାଶ ନ ହେବା ଦରକାର, ସେମାନେ ଧୈର୍ଯ୍ୟ ଧରନ୍ତୁ, ପ୍ରଭୁ ନିଶ୍ଚୟ ତାଙ୍କୁ ଆଶୀର୍ବାଦ କରିବେ। ଠିକ ଅଛି ଆଜ୍ଞା। ଆଉ ଧନ୍ୟବାଦ ଆପଣ ଏଇ କଥା ଜଣେଇବାରୁ। ହଁ ଆଉ ଏଇଟାକୁ ନିଶ୍ଚୟ ଆମେ ୟୁଟ୍ୟୁବରେ ଅପଲୋଡ କରିବା, ହଁ ଲୋକମାନଙ୍କୁ ଦେଖେଇବା।